ପଦ, 5 ପର୍ବ 13 ପଦ। ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ ଯେପରି ଜାଣ ଯେ ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। ସେ କଣ କହୁଛନ୍ତି? ତୁମାନେ ଯେପରି ଜାଣ ଯେ ତୁମାନେ ଜୀବନ ପାଇଅଛ। ସେ କହୁଛି ତୁମେ ଜାଣ, ଆମେ ଜାଣୁ, ଆମେ ଜାଣିବା ଦରକାର। ଆପଣ 19 ପଦ ପଢନ୍ତୁ, ପ୍ରଥମ ଜହନ 5 ପର୍ବ 19 ପଦ। ଆମ୍ଭେମାନେ ଯେ ଈଶ୍ୱରଙ୍କ ଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ। ଖ୍ରୀଷ୍ଟିଆନ ଜୀବନରେ କେତେଟା ବିଷୟ ଆମେ ଜାଣି ରଖିବା ଦରକାର। ମୁଁ ଜାଣେ ମୁଁ ମୃତ୍ୟୁକୁ ଅତିକ୍ରମ କରିଛି, ମୁଁ ପାପାତ୍ମାକୁ ଜୟ କରିଛି, ମୁଁ ଅନନ୍ତ ଜୀବନ ପାଇଛି। ଏଇଟା ଆମେ ସୁନିଶ୍ଚିତ ହେବା ଦରକାର। ଲେଖାଯାଉଛି ଆମ୍ଭେମାନେ ଜାଣୁ। ପ୍ରେରିତ ଜହନ ଲେଖୁଛନ୍ତି ଆମ୍ଭେମାନେ ଜାଣୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଜାଣିବା ଦରକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଏହି ବିଷୟରେ ଆମେ ସମ୍ପୂର୍ଣ୍ଣ ଜ୍ଞାତ ହେବା ଦରକାର। ଯେତେବେଳେ ମୁଁ ପ୍ରଭୁଙ୍କୁ ଗ୍ରହଣ କଲି, ମୁଁ ଜାଣି ରଖିବା ଦରକାର, କୌଣସି ଡାଉଟ ନାହିଁ। କେତେ ଜଣ କଣ କରିବେ, ପ୍ରଭୁଙ୍କୁ ଗ୍ରହଣ କଲା ପରେ, ବାପ୍ତିସ୍ମ ନେଲା ପରେ, ଚର୍ଚ୍ଚରେ ଆସିଲା ପରେ ବି ପଚାରୁଥିବେ, ପାଷ୍ଟର ବାବୁ ମୁଁ ପରିତ୍ରାଣ ପାଇଛି ତ, ମୁଁ ସ୍ୱର୍ଗକୁ ଯିବି ତ, ପ୍ରଭୁ ମତେ ସ୍ୱର୍ଗକୁ ନେବେ ତ? କାହିଁକି ସେମାନଙ୍କ ଜୀବନରେ ଡାଉଟ ଟା ରହିଥାଏ। এই ସନ୍ଦେହ ଆମ ଜୀବନରେ ରହିବାର ନାହିଁ। କଣ ଲେଖାଯାଏ? ଆମେ ଯେପରି ଜାଣୁ ଯେ ଆମେ ମାନେ ପରିତ୍ରାଣ ପାଇଛୁ। ଆପଣ ଯଦି ଦେଖିବେ ଜହନ ତାର 1 ପର୍ବ 12 ପଦ, ଜହନ ପ୍ରଥମ ଅଧ୍ୟାୟ ତାର 12 ପଦ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଅଧିକାର ଦେଲେ, ଦେବେ ନାହିଁ, ସେ ଦେଲେ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। ମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଗ୍ରହଣ କଲା ପରେ ଆମେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଆମମାନଙ୍କୁ ମିଳିଥାଏ। ତେଣୁ ଆମେ ପ୍ରାର୍ଥନା କରିବା ସହ, ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ସେ ଆମର ପିତା ଅଟନ୍ତି। ଏଇଟା ଆମେ ଜାଣିବା ଦରକାର। ମୁଁ ଯେତେବେଳେ ଯୀଶୁଙ୍କୁ ଗ୍ରହଣ କରେ, ଏ ସୁନିଶ୍ଚିତ ରହିବା ଦରକାର। ଆଉ ମୁଁ ଈଶ୍ୱରଙ୍କ ସନ୍ତାନ ହେଇଥିବାରୁ ଏମିତି ଜୀବନ ଅଛି, ତାଙ୍କର ସନ୍ତାନ ପରି ଜୀବନ କାଟିବାର ଅଛି। ମୁଁ ତ ଈଶ୍ୱରଙ୍କ ସନ୍ତାନ ହେଇଗଲି ବୋଲିକି ଆମେ ମନ ଇଚ୍ଛା ଜୀବନ କାଟି ପାରିବା ନାହିଁ। ଈଶ୍ୱରଙ୍କ ସନ୍ତାନ ତୁଲ୍ୟ ଜୀବନ କାଟିବା ଦରକାର। ଆପଣ କୁଲି କାମ କରିପାରନ୍ତି, ମଜୁରୀ କାମ କରିପାରନ୍ତି, ଅଫିସର ହେଇପାରନ୍ତି, ଘର କାମ କରିପାରନ୍ତି, ବେରୋଜଗାର ହେଇପାରନ୍ତି, ଗାଁରେ ଛୋଟ ଦୋକାନ କରି ଥାଇପାରନ୍ତି, କିଛି ଯାଇ ଆସେ ନାହିଁ। କିନ୍ତୁ ଆପଣ ମନେ ରଖିବା ଦରକାର, ମୁଁ ଈଶ୍ୱରଙ୍କ ସନ୍ତାନ ଅଟେ। ଆଉ এই ଈଶ୍ୱରଙ୍କ ସନ୍ତାନ ମାନେ ଦିନେ କଣ ହେବେ? ପ୍ରଥମ ଜହନ 3 ପର୍ବ ତାର ପ୍ରଥମ 3 ପଦ। ପ୍ରଥମ ଜହନ 3 ପର୍ବ ତାର ପ୍ରଥମ 3 ପଦ। ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରି ଅଛନ୍ତି ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନଥିଲା। ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ୍ୟ ହେବା, କାରଣ ସିଏ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ। କଣ କରେ? ସେ ଆପଣାକୁ ପବିତ୍ର କରେ। ଆମମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଏଠି କୌଣସି ଡାଉଟ ନାହିଁ। ଆଉ ଯୀଶୁ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମେ ତାହାଙ୍କ ସଦୃଶ୍ୟ ହେବା, ଏଇଟା ମଧ୍ୟ ଆମେ ଜାଣିଛୁ। ଯଦି ଏଇ ଭରସା ସ୍ଥାପନ କରିଛୁ, ସେ ଯେପରି ପବିତ୍ର ଅଟନ୍ତି, ଆମେ ସେପରି ପବିତ୍ର ହେବା ଦରକାର। ଏଇଟା ମନେ ରଖିଥାନ୍ତୁ। ମୁଁ ଈଶ୍ୱରଙ୍କ ସନ୍ତାନ ବୋଲି ମନ ଇଚ୍ଛା ଜୀବନ କାଟି ପାରିବିନି। କୁକୁର ପରାଗ ବଞ୍ଚିବ। କୁକୁରକୁ ଆପଣ ଯେତେ ଗେଲ କରନ୍ତୁ,
ତା ନାଁରେ ସବୁ ସମ୍ପତ୍ତି ଲେଖି ଦିଅନ୍ତୁ, ମୋର ମୋର ଛୁଆ ବୋଲି ବି କୁହନ୍ତୁ, ସେ କୁକୁର ଆକା ସେଟା। ଘୁଷୁରୀଟା କଣ? ତାକୁ ଗାଧୁଆ ପାଧୁଆ କରି ଆପଣ ବେଡରୁମ ରେ ରଖିଲେ ମଧ୍ୟ ସେ ଘୁଷୁରୀଟା, ସେ ଘୁଷୁରୀ। ଗାଈ ଗାଈ, ଆମ ଦେଶର ଲୋକମାନେ ଗାଈକୁ ମା ମା ବୋଲି ବୁଲୁଛନ୍ତି। ଅନ୍ଧ ଗୁଡା ମା ନୁହେଁ, ସେ ଗାଈ। ମାର ଗୋକୁ କେବେ ଖାଆନ୍ତି ଲୋକ? ନାଇଁ, ଗୋବର ଖାଇବ କି ତୁମେ? ତାର ମୁତକୁ ପିଇବ? ଏତେ ଅଜ୍ଞାନତା। ମାନେ ଗାଈ ଗାଈ ଅଟେ, ଘୁଷୁରୀ ଘୁଷୁରୀ ଅଟେ, କୁକୁର କୁକୁର ଅଟେ। ଘୁଷୁରୀର ଛୁଆ ଘୁଷୁରୀର ଛୁଆ ଭଳିଆ ଥିବ, କୁକୁରର ଛୁଆ କୁକୁର ଛୁଆ ଭଳିଆ ଥିବ। ଆଉ ଈଶ୍ୱରଙ୍କ ସନ୍ତାନ କେମିତି ଥିବାର ଅଛି? ଈଶ୍ୱରଙ୍କ ସନ୍ତାନ ଭଳିଆ ଥିବାର ଅଛି, ଈଶ୍ୱରଙ୍କ ସନ୍ତାନ ପରି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜାଣି ରଖିବା ଦରକାର, ମୁଁ ପରିତ୍ରାଣ ପାଇଛି, ମୁଁ ଈଶ୍ୱରଙ୍କର ସନ୍ତାନ ଅଟେ, ଆଉ ମୋର ସମସ୍ତ ପାପ କ୍ଷମା ହେଇଛି। ଆପଣ ଦେଖିବେ ପ୍ରଥମ ଜହନ ତାର ପ୍ରଥମ ଅଧ୍ୟାୟ 9 ପଦ। Reference, ପ୍ରଥମ ଜହନ ପ୍ରଥମ ଅଧ୍ୟାୟ 9 ପଦ। ହଁ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏଠି କଣ ଲେଖା ଯାଇଛି? ଆମ୍ଭେମାନେ ଯଦି ଆମ୍ଭେମାନେ ପାପ ସ୍ୱୀକାର କରୁ, ପ୍ରଭୁଙ୍କ ସନ୍ତାନ ହେଲା ପରେ ମଧ୍ୟ ଯଦି ଆପଣ ପବିତ୍ର ଜୀବନ କାଟୁ କାଟୁ ଯଦି ପାପ ହେଇଯାଏ, ଏ ଭ୍ରାନ୍ତ ଶିକ୍ଷାର ଶିକାର ହୁଅନ୍ତୁ ନାହିଁ ଯେ ଯୀଶୁଙ୍କୁ ଗ୍ରହଣ କଲା ପରେ ସବୁ ପାପ କ୍ରୁଶରେ ନେଇଗଲେ, ଆଉ କିଛି ପାପ ନାହିଁ, ଆଉ କିଛି ପାପ ନାହିଁ। ଏକାଥରକୁ ସବୁ କ୍ଷମା ହେଇଗଲା, ସବୁ ପାପ ଯୀଶୁଙ୍କର ଆକାଉଣ୍ଟରେ ଡିପୋଜିଟ ହେଇଗଲା, ତାଙ୍କ ରକ୍ତରେ କ୍ଷମା ହେଇଗଲା, ଆଉ ପାପ ଫାପ କିଛି ନାହିଁ। ଏଇ ଶିକ୍ଷାର ଶିକାର ହୁଅନ୍ତୁ ନାହିଁ। ଏଟା ଯୋହନ ସାଧୁ ବିଶ୍ୱାସୀ ମାନଙ୍କୁ ଲେଖୁଛନ୍ତି। ଯଦି ଈଶ୍ୱରଙ୍କ ସନ୍ତାନ ହେଲା ପରେ ମଧ୍ୟ ଯଦି ତୁମ ଦେଇ କିଛି ପାପ ହଉଛି, ସ୍ୱୀକାର କର, ସେ କ୍ଷମା କରିବା ପାଇଁ ବିଶ୍ୱସ୍ତ ନ୍ୟାୟବାନ ଅଟନ୍ତି। ସେ ଅପବ୍ୟ ପୁତ୍ର ବାପାଙ୍କର ସମ୍ପତ୍ତି ନେଇ କଦାଚାର ଉଡେଇ ଦେଲା, ଯେତେବେଳେ ଫେରି ଆସୁଛି ବାପା ତାକୁ ପୁଣି ଗ୍ରହଣ କରୁଛନ୍ତି। ସେଇଟା କଣ? ବିପଦଗାମୀ ଖ୍ରୀଷ୍ଟିଆନର ପ୍ରତ୍ୟାବର୍ତ୍ତନ। ସେଇଟା ନୂଆ ବିଶ୍ୱାସୀ ପାଇଁ ନାହିଁ, ସେ ପୁରୁଣା ବିଶ୍ୱାସୀ। ସେ ବାପା ଘରେ ଥିଲା, ବାପାର ଖାଉଥିଲା, ବାପାର ସମ୍ପତ୍ତି ଏନ୍ଜୟ କରୁଥିଲା, ଏବେ ବାପାର ସମ୍ପତ୍ତି ନେଇ ଦୂରକୁ ପଳେଇଲା, ଆଉ ସେ ଅନୁତାପ କରି ବାପା ଘରକୁ ପୁଣି ଥରେ ଆସିଲା। ଆମେ ଯେତେବେଳେ ଅନୁତାପ କରି ଫେରି ଆସୁ, ବାପା ପୁଣି ଥରେ ଆମକୁ ଗ୍ରହଣ କରନ୍ତି, ନହେଲେ ବାହାରେ ଯାଇକି ସେମିତିଆକ ବୁଲିବା କଥା। ଆଜି ଅନେକ ଖ୍ରୀଷ୍ଟିଆନ ଅଛନ୍ତି ଘୁଷୁରୀ ଚୋର ଖ୍ରୀଷ୍ଟିଆନ ମାନେ। ବାପା ଦେଲା ସମ୍ପତ୍ତି ନେଇ ଉଡେଇ ଦେଲେ, କିନ୍ତୁ ବାପା ଘରକୁ ଫେରୁନାହାନ୍ତି। କଣ ବୋଲି କହୁଛନ୍ତି? କୋଉ ମୁହଁରେ ଫେରିବି, କୋଉ ମୁହଁରେ ଆଉ ଚର୍ଚ୍ଚ ଆସିବି? ଯୋଉ ମୁହଁରେ ଯାଇଥିଲେ ସେଇ ମୁହଁରେ ଏକା ଆସନ୍ତୁ। ଯୋଉ ମୁହଁରେ ଯାଇଥିଲେ, ହେଲେ ଟାଣ ଟାଣ କଥା କହି ଯାଇଥିଲେ, ଏବେ ଆସି ବି ପାରୁନାହାନ୍ତି, ଘୁଷୁରୀ ଚରେଇ ଚରେଇ ବସିଛନ୍ତି। କିନ୍ତୁ ଯଦି ଫେରି ଆସିବେ, ବାପା ଗ୍ରହଣ କରିବା ପାଇଁ ରେଡି ଅଛନ୍ତି। ହୁଏତ ଭାଇ ଗ୍ରହଣ କରି ନପାରେ, ଭାଇ କହିପାରେ ଆହୁରି କଣ ପାଇଁ ଆସିଲା ଇଏ, ଯାଇ ତ ସିଆଡେ ବ୍ୟଭିଚାର କରୁଥିଲା, ମଦ ପିଉଥିଲା, ଗଞ୍ଜେଇ ଖାଉଥିଲା, ଯାହା କରୁଥିଲା, ଏଇଟା କରୁଥିଲା, ସେଇଟା କରୁଥିଲା, ପାପରେ ଜୀବନ କାଟୁଥିଲା, ଏ ପୁଣି କାହିଁକି ଆସିଲା ବୋଲିକି ମଣ୍ଡଳୀର ବିଶ୍ୱାସୀ ମାନେ ହୁଏ ତ କହିପାରନ୍ତି। ପାଳକଙ୍କୁ କମ୍ପ୍ଲେନ କରିପାରିବେ, ପାଳକ ଆଜ୍ଞା ୟାକୁ ଟିକେ ସାବଧାନ, ଇଏ ନାନା ପ୍ରକାର ପାପ ଜୀବନ କାଟିକି ଆଉ ଥରେ ଆସିଛି। କିନ୍ତୁ ପିତା ରେଡି ଅଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ପରିତ୍ରାଣର ସୁନିଶ୍ଚିତ ପାଇଥିବା ଲୋକମାନେ, ଯଦି କୌଣସି କାରଣବଶତଃ ଆପଣଙ୍କ ଜୀବନରେ ପାପ ହେଇଯାଏ, ପାପରେ ରୁହନ୍ତୁ ନାହିଁ, ଫେରି ଆସିବା ଦରକାର। ଆମେ ପରିତ୍ରାଣ ପାଇଥିବା ଲୋକମାନେ, ଆମେ ପାପରେ ରହିପାରିବୁନି। ଘୁଷୁରୀକୁ ଦେଖିବେ, ସେ କାଦୁଅ ଛାଡି ଘୁଞ୍ଚିବ ନାହିଁ, ତାର ପ୍ରକୃତି ସେଟା। କିନ୍ତୁ ଘୁଷୁରୀର ହୃଦୟ ଯେତେବେଳେ ପରିବର୍ତ୍ତନ ହେଇଯାଏ, ଆଉ ସେ କାଦୁଅରେ ରୁହେ ନାହିଁ, ସେ ପଙ୍କରେ ରୁହେ ନାହିଁ। ଥରେ ଜଣେ ବିଶ୍ୱାସୀ ଭାଇ, ସେ ମଦ ଛାଡି ଦେଇଥିଲେ,
ମଦ ପିଉନାହାନ୍ତି। ସାଙ୍ଗମାନେ ତାକୁ ନେଇକି କଣ କଲେ କେଜାଣେ ସେ ଆହୁରି ପିଇଦେଲା। ସେ ଦିନ ସାରା କାନ୍ଦି କାନ୍ଦି ବସିଛି, ପ୍ରଭୁ କେଡ଼େ ବଡ ଭୁଲ ମୋର ହେଇଗଲା, ମୁଁ ଏ ଭୁଲ କରିବାର ନଥିଲା, ପ୍ରଭୁ ମତେ କ୍ଷମା କର, ମତେ କ୍ଷମା କର, ମତେ କ୍ଷମା କର। ତା ସ୍ତ୍ରୀ କହୁଛନ୍ତି ଥାଉ, ହେଲା, ଅନୁତାପ କଲନି, ଛାଡି ଦିଅ। ନାଇଁ ନାଇଁ ନାଇଁ, ଆହୁରି ଟିକେ ବସି କାନ୍ଦିବି, ତା ଆହୁରି ଯଦି ମୋ ଜୀବନରେ ହବ ନାହିଁ। ମାନେ ପ୍ରିୟ ମାନେ, ଏ ପ୍ରକାର ଅନୁତାପ ରହିବାର ଅଛି। ଏ ପ୍ରକାର ଅନୁତାପରେ ରହିଲେ ଆମେ ପବିତ୍ର ଜୀବନ କାଟିପାରିବା। ପ୍ରକାଶ ବାକ୍ୟ ତାର ପ୍ରଥମ ଅଧ୍ୟାୟ 5 ପଦ। ପୁଣି ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ, ଯିଏ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି। କଣ କରିଛନ୍ତି ସେ? ଆମ୍ଭମାନଙ୍କୁ ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଅଛନ୍ତି। ଏଇ ସୁନିଶ୍ଚିତତା ଆମର ରହିବା ଦରକାର। ଆମର ପରିତ୍ରାଣ ସୁନିଶ୍ଚିତ ରହିବା ଦରକାର। ଆମେ ପରିତ୍ରାଣ ପାଇଛୁ। ଆପଣ ଦେଖିବେ ପ୍ରେରିତ 16 ପର୍ବ 31 ପଦ। ପ୍ରେରିତ 16 ପର୍ବ 31 ପଦ। ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହା ହେଲେ ତୁମ୍ଭେ ସପରିବାରେ ପରିତ୍ରାଣ ପାଇବ। କଣ ଲେଖା ଅଛି? ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ସପରିବାରରେ ପରିତ୍ରାଣ ପାଇବ। ଏଇଟା ସୁନିଶ୍ଚିତତା। ଯଦି ବିଶ୍ୱାସ କରିବ, ପରିତ୍ରାଣ ପାଇବ। ଯେ ଯୀଶୁଙ୍କ ଠାରେ ବିଶ୍ୱାସ କରେ, अपना ପାପ ସ୍ୱୀକାର କରେ, ସେ ପରିତ୍ରାଣ ପାଏ। ଏଠି କୋଉ ଡାଉଟ ନାହିଁ। ଆହୁରି ପ୍ରଭୁ ମୋର ପାପ କ୍ଷମା କଲେ କି ନାଇଁ, କି ସେ ପାପ କ୍ଷମା ହେଲା ନା ନାଇଁ ସେଇଟା ବୋଧେ ହେଇନଥିବ। ବଡ ପାପ ଟିକେ ଟାଇମ ଲାଗିବ ବୋଧେ ବୋଲା ଭଳିଆ। ଯଦି ବଡ ରୋଗ ଟ୍ରିଟମେଣ୍ଟ କରୁ ଔଷଧ ଖାଉ 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 ଧୀରେ ଧୀରେ ଭଲ ହବ, ସେମିତି ନାହିଁ। ଆପଣ ଯେଉଁ ମୁହୂର୍ତ୍ତରେ ପାପ ସ୍ୱୀକାର କରିବେ, ସେହି ମୁହୂର୍ତ୍ତରେ ପ୍ରଭୁ ଆପଣଙ୍କ ପାପ କ୍ଷମା କରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ରୋମିଓ ତାର 8 ପର୍ବ 16 ପଦ ଦେଖିବେ, ରୋମିଓ 8 ପର୍ବ ତାର 16 ପଦ। ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। କଣ ଲେଖାଯାଉଛି? ଏ ପଦ ଗୁଡାକ ଚିହ୍ନ କରିଥାନ୍ତୁ। ଯେତେବେଳେ ନୂଆ ବିଶ୍ୱାସୀ ମାନେ ଆପଣ ମାନଙ୍କୁ କହିବେ, ଆଜ୍ଞା ମୁଁ ପରିତ୍ରାଣ ପାଇଛି ବୋଲି କେମିତି ଜାଣିବି? ମୁଁ ତ ବାପ୍ତିସ୍ମ ବି ନେଇଗଲି, ଯେ ମୋର ପାପ କ୍ଷମା ହେଲା ବୋଲି ମୁଁ କେମିତି ଜାଣିବି? ଲେଖାଯାଉଛି, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେଇ ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ପବିତ୍ର ଆତ୍ମା ଦେଖନ୍ତୁ, ଆମେ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କଲୁ, ପବିତ୍ର ଆତ୍ମା ଆମ ଭିତରେ କୁହନ୍ତି ତୋର ପାପ କ୍ଷମା ହେଇଗଲା, ଈଶ୍ୱରଙ୍କ ସନ୍ତାନ ହେଇଗଲୁ। ଗୋଟେ ମାନେ ଅପୂର୍ବ ଆନନ୍ଦ ଆସିଯାଏ, ନାଇଁ କି? ଆମେ ସେ ଆନନ୍ଦ ପାଉ। କ୍ଷମା ମାଗିଲା ପରେ ଯୋଉ ଆନନ୍ଦ ମିଳେ। ଏବେ ଦିଟା ପରିବାର ଝଗଡା ହେଇଯାଇଥିବେ, ସେମାନେ ମିଶୁ ନଥିବେ। ଇଆଡେ ଆପଣ ଦେଶୀ ଚିକେନ ଖାଆନ୍ତୁ କି ମଟନ ଖାଆନ୍ତୁ, ଖୁସି ଲାଗୁନଥିବ। ଯୋଉ ଦିନ ମିଶି ଗଲେ, ସେଦିନ ଆନନ୍ଦ ଆଉ କହିଲେ ନ ସରେ। ସେ ଆନନ୍ଦ ଆଉ କହିଲେ ନ ସରେ। ଆମ ପରିବାରରେ 2 ଜଣ ଲୋକ ଗଣ୍ଡଗୋଳ ହେଇଥିଲେ, ଅଶାନ୍ତି ହେଇଥିଲେ। ଦୀର୍ଘ 12 ବର୍ଷ 13 ବର୍ଷ ଖଣ୍ଡ ହେଲା ସେମାନଙ୍କର ପଡୁନଥିଲା। ତାପରେ ଗୋଟେ ଦିନ ଆସିଲା ଯେ ପରସ୍ପର ମିଶିବାର ଦିନ ଆସିଲା। ମାନେ ସେଇ ଦିନ ମୁଁ ଦେଖିଲି ସେମାନଙ୍କୁ, ଯୋଉ ଆନନ୍ଦ ସେମାନଙ୍କର ଅଛି, ଏତେ ଆନନ୍ଦ। ଘରେ ସମସ୍ତେ ଆନନ୍ଦିତ ଅଛନ୍ତି, ସମସ୍ତେ, ସାନ ବଡ ସମସ୍ତେ ଆନନ୍ଦିତ ଅଛନ୍ତି। କାରଣ ଦୀର୍ଘ 12 ବର୍ଷର ବ୍ୟବଧାନ ପରେ ଗୋଟିଏ ସହରରେ ରହୁଥିଲେ, କିନ୍ତୁ କେହି କାହାର ଖବର ନେଉନଥିଲେ, କେହି କାହାକୁ ଅନଉ ନଥିଲେ, କେହି କାହାକୁ ମିଶୁ ନଥିଲେ। ଯେତେବେଳେ କ୍ଷମା ମିଳିଲା, ମିଶିଲେ 2ଟା ପରିବାର, ମୁଁ ଥିଲି ସେଇଠି, ମୁଁ ଦେଖୁଛି ସେମାନଙ୍କୁ, ଏତେ ଆନନ୍ଦ। କ୍ଷମା ପାଇଲା ପରେ ଗୋଟେ ଆନନ୍ଦ ଆସେ। ସେଇପରି ଆପଣ ମଧ୍ୟ ପ୍ରଭୁଙ୍କୁ ଗ୍ରହଣ କଲା ପରେ ପବିତ୍ର ଆତ୍ମା ଆପଣଙ୍କୁ ସେଇ ଆନନ୍ଦ ଦିଅନ୍ତି।
সেই আনন্দ দিଅନ୍ତି, অপূর্ব আনন্দ পবিত্র আত্মা স্বয়ং সাক্ষ্য প্রদান করেন। আমরা ଦେଖିବା ଯୋହନ 20:31 ଯୋହନ লিখিত সুসমাচার তার 20 অধ্যায় ତାର 31 ପଦ। କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏ ସମସ୍ତ ଲେଖାଯାଇଅଛି। ଏ ସମସ୍ତ କାହିଁକି ଲେଖାଯାଇଛି? ଏଠି ଆମେ ଦେଖୁ ଯେ ବାକ୍ୟ ଦ୍ୱାରା ଆପଣ ମୁଦ୍ରାଙ୍କିତ ହୁଅନ୍ତି ଯେ ଆପଣ ଜୀବନ ପ୍ରାପ୍ତ ହୋଇଛନ୍ତି। ବାକ୍ୟ ଦ୍ୱାରା ମୁଦ୍ରାଙ୍କିତ। ଏଠି କଣ ଲେଖାଯାଉଛି? କିନ୍ତୁ ତୁମେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ এই ସମସ୍ତ ଲେଖାଯାଇଛି। ଏ ଲିଖିତ ବାକ୍ୟ ଦ୍ୱାରା ଆମେ ଜାଣୁ ଯେ ଆମେ ପରିତ୍ରାଣ ପାଇଛୁ। ଆମେ ଯେତେବେଳେ ଯୀଶୁଙ୍କୁ ଗ୍ରହଣ କରୁ, ଈଶ୍ୱରଙ୍କ ସନ୍ତାନ ହଉ। ଆମେ ଯେତେବେଳେ ପାପ ସ୍ୱୀକାର କରୁ, ପାପ କ୍ଷମା ମିଳେ। ଆମେ ଯେତେବେଳେ ପାପ ସ୍ୱୀକାର କରି ଯୀଶୁଙ୍କୁ ଗ୍ରହଣ କରୁ, ଆମେ ଈଶ୍ୱରଙ୍କ ସନ୍ତାନ ହଉ। ପବିତ୍ର ଆତ୍ମା ସୁନିଶ୍ଚିତତା ଦିଅନ୍ତି। ଆଉ ଏଇ ପଦରେ ଆମେ ଦେଖୁଛୁ ଯେ ବାକ୍ୟ ଦ୍ୱାରା ମୁଦ୍ରାଙ୍କିତ ହଉ। ବାକ୍ୟ ମୁଦ୍ରାଙ୍କିତ କରେ, ବାକ୍ୟ ଆମକୁ ପ୍ରମାଣ ଦିଏ। ସେଇଥିପାଇଁ ଏହି ବାକ୍ୟ ଲେଖା ହେଇଛି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, এই ସୁନିଶ୍ଚିତତା ସହିତ ବଞ୍ଚନ୍ତୁ। ଆଉ ଯଦି ଆପଣଙ୍କ ଚତୁଃପାର୍ଶ୍ୱରେ କେହି ଯଦି ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି, ଥରେ ଜଣେ ଲୋକ ମୃତ୍ୟୁ ଶଯ୍ୟାରେ ଥିଲେ, ମୁଁ ତାଙ୍କୁ ଦେଖିବା ପାଇଁ ଯାଇଥିଲି। ତାର କିଛି ଦିନ ପରେ ସେ ଚାଲିଗଲେ। ସେ ମୋ ହାତ ଧରି ମତେ ପଚାରିଲେ, ତୁରୁକ ବାବୁ, ମୁଁ ପରିତ୍ରାଣ ପାଇଛି ତ? ମୁଁ ସ୍ୱର୍ଗକୁ ଯିବି ତ? ମାନେ ଏ ପ୍ରକାର ଉତ୍ତର ଥିଲେ। ମୁଁ ତାଙ୍କୁ ଏଇ ବାକ୍ୟ କହିଥିଲି। ତାଙ୍କୁ କହିଲି, ଆଜ୍ଞା ବାଇବେଲ ଏଇଟା କହୁଛି। ତାପରେ ଟିକେ ଖୁସି ହେଲେ ଆଉ ହସିଲେ ଆଉ କହିଲେ, ଏବେ ମୁଁ ଶାନ୍ତିରେ ମରିବି। ମତେ କହିଲେ, ହୁଏତ ଆପଣ ମୋର ସମାଧିରେ ଆସି ନ ପାରନ୍ତି, ଆପଣଙ୍କ ସେବା କରିବା ଲୋକ, କିନ୍ତୁ ସ୍ୱର୍ଗରେ ଦେଖା ହବ ଆଜ୍ଞା ବୋଲି ସେ ହସିଲେ। ମୁଁ ବି ତାଙ୍କ ହାତ ମିଶେଇଲି ଆଉ ପଳେଇ ଆସିଲି। ସପ୍ତାହଟି ପରେ ସେ ଚାଲିଗଲେ। ବୟସ୍କ ଲୋକ ରୋଗ ଶଯ୍ୟାରେ ଥିଲେ, କିନ୍ତୁ ଏତେ ବର୍ଷର ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ